ମୋ ନାଁ ସତ୍ୟ ଜେନା ଯାତ୍ରା ରଙ୍ଗମହଲ ପ୍ରଯୋଜକ। ଯାହା ହଉ ଆଜି ଗୋଟେ ଏତେ ବଡ଼ ଦିନ ଜଗନ୍ନାଥ ମନ୍ଦିରରେ ଆଜି ନୂଆ ଯାତ୍ରା ପାର୍ଟି ଶ୍ରୀମନ୍ଦିର ଜନ୍ମ ହେଉଛି ଏବଂ ଜଗନ୍ନାଥଙ୍କୁ ନେଇକି ଶ୍ରୀମନ୍ଦିର ଜନ୍ମ ହେଉଛି କି ମନ୍ଦିରକୁ ନେଇକି ଜଗନ୍ନାଥ ଜନ୍ମ ହେଉଛନ୍ତି ସେଟା ତ ଏବେ କହିହେବ ନାହିଁ, ସମୟ କ୍ରମେ ଆପଣମାନେ ଜାଣିପାରିବେ। କିନ୍ତୁ ଗୋଟିଏ କଥା କହୁଛି, ଯାହା ହଉ ଆଜି ଗୋଟେ ବଡ଼ ଦିନରେ ଭଲ ଦିନରେ ଆଜି ଗୋଟେ ନୂଆ ଅନୁଷ୍ଠାନ ଆମମାନଙ୍କ ସାଥିରେ ମିଶୁଛି ଏବଂ କିଛି ନହେଲେ 200 ପରିବାର ଏବଂ ତାଙ୍କ କୁଟୁମ୍ବର ଯେତେ ସବୁ ଲୋକ ଅଛନ୍ତି 500-700 ଲୋକ ଆଜିକା ଦିନରେ ଗୋଟେ ଖାଇବା ପାଇଁ ଦାନା ପାଇଗଲେ। ତେଣୁ ଆଜି ଶ୍ରୀମନ୍ଦିରର ଉତ୍ତରାଧିକାର ଉନ୍ନତି ହଉ ଏତିକି ମୁଁ କହୁଛି। ଯାତ୍ରା ପ୍ରଫିଟ୍ରେ ଅଛି କି ଲସ୍ରେ ଅଛି ସେ ଯେ ହିସାବ କରୁଛି ସେ ହିଁ କହିବ। ଆପଣମାନେ ନିଜେ ମାନେ ଜାଣିପାରୁଥିବେ ଯାତ୍ରା କାହିଁକି ଆଜି ପ୍ରଫିଟ୍ ହେଉନି ଏବଂ ଯାତ୍ରା ନୂଆ ତିଆରି ହେଉଛି ସେ ତ ଗୋଟେ ବାଟ, କିନ୍ତୁ ଯାତ୍ରା ପାର୍ଟି ବି କିଛି ଭାଙ୍ଗି ଯାଉଛି ସିଏ ବି ଆଉ ଗୋଟେ ବାଟ। ଯାତ୍ରା କେବେ ଗୋଟେ ଲାଭଦାୟକ ସଂସ୍ଥା ନୁହଁ। ଯାତ୍ରା ପାର୍ଟି ଆମେ କରିଛୁ, ଯାତ୍ରା ହେଉଛି, ଜଷ୍ଟ ଆକୁ ଓହଳି ଯାଇପାରିବୁ ନା କିଛି ପେଟ ପାଟଣା କଥା ଅଛି ବୋଲେ ଜଣେ ମାଲିକର 4ଟା ପାର୍ଟି, ଜଣେ ମାଲିକ 7ଟା ପାର୍ଟି ବି ଆଗାମୀ ଦିନରେ କରିଛନ୍ତି। ବିଗତ ଦିନ ଯାତ୍ରା ପାର୍ଟି ଆମର 7ଟା 8ଟା 9ଟା ବି ହେଇପାରିଛି। ସେ କେବେ ତାଙ୍କର କ'ଣ ଖାଲି ପାର୍ଟି କରିଦେଲେ ହେବନି, କିନ୍ତୁ କ'ଣ କେମିତି ନେଇକି ଚଳିବ, କେମିତି ଚାଲିବ, ୟା ପରେ କ'ଣ କେମିତି ହେବ ଯିଏ କରିଛନ୍ତି ସିଏ ହିଁ ଜାଣିଛନ୍ତି, ତାକୁ ସମସ୍ତେ କହିପାରିବେ ନାହିଁ। ତେଣୁ ତା ହିସାବ ଯିଏ ନୂଆ ପାର୍ଟି ଷ୍ଟାର୍ଟ କରିଛନ୍ତି ସେ ତାକୁ କେମିତି କରିବେ କ'ଣ କରିବେ। ଆମେମାନେ ତ ଗୋଟିଏ ପାର୍ଟି କରିକି ଯେ ଆମ ପରିସ୍ଥିତି ଏବେ କ'ଣ ହେଇଛି ସେ କଥା ଆପଣମାନେ ଦର୍ଶକ ବୁଝିପାରୁଥିବେ କାହିଁକି ଯାତ୍ରା ପାର୍ଟିର ଲୋକ ହେଉନାହାନ୍ତି। ଦର୍ଶକ ଯାତ୍ରାରୁ ମୁହଁ ଫେରିଲେଣି, ଏବେ ଯାତ୍ରାରେ ଆଉ ଏତେ ଆଗ୍ରହ ଲୋକଙ୍କର ନାହିଁ, ଯାତ୍ରାରୁ କମିଲେଣି। କିନ୍ତୁ ଆଜି ଜନ୍ମ ହେଉଛି ଯେହେତୁ ନୂଆ ଜନ୍ମ ହେବା ପାଇଁ କାହାକୁ ମନା ନାହିଁ, ସମୟ କହିବ ସେ କ'ଣ କରିପାରିବେ। ଖଣ୍ଡଗିରିରେ କୋଉଠି ନିଷ୍ପତ୍ତି ନିଆଯାଇଥିଲା କାହିଁ ମୁଁ ତ ମୋ ଘର ଜାଗମରା, ମୁଁ ତ ଗୋଟେ କମିଟିର ମେମ୍ବର ଅଛି, ଗୋଟେ ଯାତ୍ରା ଅନୁଷ୍ଠାନକୁ ମୁଁ ଦେଇଛି। କାଲି ଖଣ୍ଡଗିରିରେ କୋଉଠି ନିଷ୍ପତ୍ତି ହେଇଥିଲା କାହିଁ ଆମେ ତ ଜାଣିପାରିଲୁ ନାହିଁ। କି ବୈଠକ ହେଇଥିଲା? ମୁଁ ତ କମିଟିର ଅଛି ଆଜ୍ଞା ମୁଖ୍ୟ, କାହିଁ ଆମକୁ ଡକାଯାଇ ନାହିଁ କୋଉ ଥାନାରେ ସେ କଥା କିଏ କହିପାରିବ? ଯିଏ କରିଥିବ ସେ ଜାଣିଥିବ, ଆମମାନେ ଜାଣିନୁ ସବୁ କଥା କିଛି ଆଲୋଚନା ହେଇଛି। କାହିଁକିନା ଯେତେବେଳେ ବିଏମ୍ସିର ମିଟିଂ ବସି ନାହିଁ, ଯେତେବେଳେ ଯାହାର ଯିଏ ଡିପାର୍ଟମେଣ୍ଟ ଯାହାର ସରକାର ଏବଂ ଘରର ଯିଏ ମୁରବୀ ସିଏ ଆମକୁ ଡାକି ନାହାନ୍ତି, ଆଉ ଥାନାରେ କେତେବେଳେ ବୈଠକ ବସିଲା ଆମେ ତ କିଛି ଜାଣିପାରିଲୁ ନାହିଁ। କ'ଣ ବ୍ୟାନ୍ କ'ଣ 2 ବର୍ଷ ହେଲା ଅଶ୍ଳୀଳତା କ'ଣ ଏଠି ଖଣ୍ଡଗିରି ହେଉଛି କି? 2 ବର୍ଷ ହେଲାଣି ପୁରା ଅଶ୍ଳୀଳତା। ନାଇଁ କାହା ନାଁ ନିଅନ୍ତୁ ନାହିଁ, କେଉଁ 3 ଜଣଙ୍କ ନାଁ କଥା କୁହନ୍ତୁ, ପେଟ ପାଟଣା କଥା ନାଚ କରିବେ ସେମାନେ ଏଠି କାହିଁ ନେବେ? ତ ଆସିନାହାନ୍ତି 2-3 ବର୍ଷ ହେଲାଣି, ଏବେ ଆସିବେ ବୋଲି ଆପଣ କେମିତି ଭାବୁଛନ୍ତି? ଆସିପାରିବେ ନାହିଁ। ନା ଏଠି ଅଣ୍ଡରଟେକିଂ ଲେଖା ହେଇକି ଦିଆହେଉଛି ଯାତ୍ରା କରିବା ପୂର୍ବରୁ ଯେ ଆମେ ଅଶ୍ଳୀଳତା କରିବୁ ନାହିଁ, ଭଲଗାରି ଡ୍ୟାନ୍ସ କରିବୁ ନାହିଁ, ଛୋଟ ଡ୍ରେସ୍ ପିନ୍ଧିବୁ ନାହିଁ। ତେଣୁ ଏଠି ଟିପି ବର୍ଷା ପାଣି ବି ଏଠି ବନ୍ଦ ହେଉଛି, ଆଉ ସିଏ ତ ବହୁତ ଦୂରରେ ଅଛି। କାଲି ବୈଠକ ହେଇନାହିଁ, ଆପଣମାନେ କହୁଛନ୍ତି କାଲି ବୈଠକ ହେଇନାହିଁ, କାରଣ ମୁଁ କାଲି ଦିନ ସାରା ଖଣ୍ଡଗିରିରେ ଅଛି। କୋଉଠି ବୈଠକ ହେଲା ଆଉ ତାକୁ କରିଛି କି? ଆପଣ ଯିଏ କରିଛି ତାକୁ ପଚାରନ୍ତୁ, କାହିଁ ବୈଠକ ତ ଆମେ ଜାଣିନୁ। ଆଜ୍ଞା ଦେଖନ୍ତୁ ଏଠି 6-7ଟି କମିଟି ଅଛି, ତାର 3 ଜଣଙ୍କୁ ନେଇ କ'ଣ ବୈଠକ ହେଲା? ଆଉ 3 ଜଣ କ'ଣ ବାହାରକୁ ଯାଇଥିଲେ? ବୈଠକ ହୁଏ ସମସ୍ତଙ୍କୁ ନେଇକି ବୈଠକ ହୁଏ, ମାନେ କ'ଣ ଏ 3 ଜଣ କ'ଣ ମାନେ 3 ଆଇଟମ କଥା ଆପଣ କାହିଁ ଉଠାଉଛନ୍ତି? ଆପଣ ଯେଉଁ ବୈଠକ କଥା ପ୍ରଶ୍ନ କରୁଛନ୍ତି ଆପଣ ଆଇଟମ କଥା କାହିଁ ଉଠାଉଛନ୍ତି? ଆଇଟମ କଥା ଉଠାନ୍ତୁ। ଯାତ୍ରାରେ କ'ଣ ଆଜ୍ଞା ଅଶ୍ଳୀଳତା ନାହିଁ? ଯାତ୍ରାରେ ଆମ କଥାରେ ପରେ ଅଶ୍ଳୀଳତା ଅଛି, ଆମେ ଯେଉଁ ଦୋଅଥକ ବର୍ଦ୍ଧ ଆମର ଶବ୍ଦ ବାହାରୁଛି ତାପରେ ଅଶ୍ଳୀଳତା ଅଛି। ଅଶ୍ଳୀଳତା କେଉଁଠି ନାହିଁ? ଅଶ୍ଳୀଳତା ସବୁଠି ଅଛି, କିନ୍ତୁ ଜଣଙ୍କ ନାଁ ନେଇକି ଆମେ ଜଣେ ପେଟ ପାଟଣା କଥା କାହା ନାଁ ନେଇକି ଉଠାଇବାଟା ଠିକ୍ ନୁହଁ। ହଁ ସରକାର ଚାହୁଁଛନ୍ତି ତାକୁ ଖଣ୍ଡଗିରି ଯେହେତୁ ଗୋଟେ ଏତେ ବଡ଼ ଜାଗା ଏଠି ନହେବା ଠିକ୍ ଏବଂ ଏଠି 2 ବର୍ଷ ହେଲା ଅଶ୍ଳୀଳତା ହେଉନାହିଁ। ହେବ କୁଆଡ଼େ? ଏଠି କମିଟି ଚାହୁଁନାହାନ୍ତି କେବେ ଅଶ୍ଳୀଳ ନୃତ୍ୟ କରିବା ପାଇଁ, ଏଠି କମିଟି କେବେ ରାଜି ନାହାନ୍ତି କରିବା ପାଇଁ। ନିଶ୍ଚିତ ଆଜ୍ଞା, ଆପଣମାନେ କ'ଣ ଜାଣୁନାହାନ୍ତି? ଗୋଟେ ଡାଇଲଗ ଯଦି ଏଠି ଢାଳ ଦିଆହେଉଛି ସେଠି ଦିଆହେଉଛି କପ୍, ଆଉ ଗୋଟେ ଜାଗାରେ କପ୍ ଦିଆହେଲା, ଆଉ ଗୋଟେ ଜାଗାରେ ଦିଆହେଉଛି ଗ୍ଲାସ। ଏମାନେ ଯାତ୍ରା କପି କରୁନାହାନ୍ତି, ଆଉ କ'ଣ କରୁଛନ୍ତି? ଯାତ୍ରା ତାହେଲେ ଲୋକ ମୁହଁ ପଡ଼ୁଛନ୍ତି କାହିଁକି? ଆପଣମାନେ ତା ପ୍ରଶ୍ନ ବୁଝୁନାହାନ୍ତି। କାହିଁକି ଯାତ୍ରା ଗୋଟେ ନାଟକ ଦେଖୁନାହାନ୍ତି ଯାଇକି ଆପଣ? ଏଠି ମାନେ ମାଆକୁ ମା ଡକା ହେଉଛି, ସେଠି ମାନେ ଆଈ ମା ଡକା ହେଉଛି, ଆଈ ମା ପରେ ତାକୁ ପୁଣି ବୁଢ଼ୀ ମା ଡକା ହେଉଛି। ନାଟକ ଏମାନେ କେଉଁଠୁ ଆଣିବେ?
गोटे गोटे नाटक लेखक जब 7-8 नाटक करेंगे और निर्देशक जब 7-8 माने नाटक देवे से करें कौटी देख लेखक दबदबा ना लेखक लबी रोचे ये दबदबा ना जी लबी करके जी जिते नाटक नहीं पाला आउ कौन ओडिशा नाटक देखा ना क्या नुआ नाटक को सुजोग दि जाऊनी जी करुवे से ही करुवे कहीं ना आप बोल जड़े लेखक 14टा थी आप भले ही खोजतु 14टा आज्ञा आप पूरा गोटी गोटी बुझे 14टा जन लेखक नाटक लिखिं जड़े डिरेक्टर आज्ञा 5टी कि 6टी डिरेक्शन दौरान से कौन कि आज्ञा ब्रह्मा होगले कि आज्ञा ओडिशा रे ना आज्ञा ये पृथ्वी पृष्ठ से गोटा कौन गोटा अमेरिकान बोले सब जहाँ पूरे भी केंची दी करदेवी आ दर्शक से यात्रा कमी जत्र कहीं कमी है स्टोरी सेम एटी जा सेटी से खाली बुले दौरान किए कहला आज्ञा कौ लेखक प्राप्य ठीक नौना लेखक आज्ञा यात्रा करेंगे अधा करदे नाटक भल हेनी प्राप्य कौन घर नहीं दे आसू कि लेखक भल करूँ नाटक नियंतु पैसा मन को पैसा पैकेट पहुँचब।